କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଆମେ କଥା ହେବା ଆମ ଗ୍ରାମ ଗୁଡ଼ିକରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ। ତ ଆରମ୍ଭ କରି ଉପକ୍ରମ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଆଧୁନିକ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି, ଯାହା ଆମ ନୀତିଦିନିଆ ଜୀବନ କାର୍ଯ୍ୟରେ ପରିବର୍ତ୍ତନ ଆଣୁଛି। ଏହି ଉନ୍ନତି ଗୁଡ଼ିକ ପ୍ରାୟତଃ ସହରାଞ୍ଚଳ ସହିତ ଜଡ଼ିତ ଥିବାବେଳେ ଗ୍ରାମାଞ୍ଚଳରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଏକକୀକରଣ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ନବୀକରଣ ଯୋଗ୍ୟ ଶକ୍ତି। ଆମ ଗ୍ରାମଗୁଡ଼ିକରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଅନ୍ୟତମ ପ୍ରଭାବଶାଳୀ ପ୍ରୟୋଗ ହେଉଛି ଅକ୍ଷୟ ଶକ୍ତି ଉତ୍ସ ଗୁଡ଼ିକର ବ୍ୟବହାର। ସୌର ପ୍ୟାନେଲ ଏବଂ ପବନ ଟର୍ବାଇନ ସ୍ଥାପନା ଦ୍ୱାରା ଆମେ ସ୍ୱଚ୍ଛ ଏବଂ ନିରନ୍ତର ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହେବା। ଏହା କେବଳ ଅକ୍ଷୟ ଉତ୍ସ ଉପରେ ଆମର ନିର୍ଭରଶୀଳତାକୁ ହ୍ରାସ କରେ ନାହିଁ, ବରଂ ଶକ୍ତି ଉତ୍ପାଦନର ପରିବେଶ ପ୍ରଭାବକୁ ମଧ୍ୟ ହ୍ରାସ କରେ। ଫଳସ୍ୱରୂପ ଆମେ କମ୍ ବିଦ୍ୟୁତ୍ ସରବରାହ ଅନୁଭବ କରୁ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବାରେ ସହଯୋଗ କରେ। କୃଷି ପ୍ରଣାଳୀରେ ଉନ୍ନତି। କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ଦକ୍ଷତା ବୃଦ୍ଧିରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଉନ୍ନତ କୃଷି କୌଶଳ ଏବଂ ଉନ୍ନତ ଯନ୍ତ୍ରର ବ୍ୟବହାର ଦ୍ୱାରା ଆମ ଗ୍ରାମଗୁଡ଼ିକରେ କୃଷକମାନେ ଉତ୍ସ ବ୍ୟବହାରକୁ କମ୍ କରି ମଧ୍ୟ ଫସଲ ଅମଳ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି। ଅତିରିକ୍ତ ଭାବରେ ଜୈବ ପ୍ରଯୁକ୍ତି ବିଦ୍ୟା ମରୁଡ଼ି ପ୍ରତିରୋଧକ ଏବଂ ଉଚ୍ଚ ଅମଳକ୍ଷମ ଫସଲ କିସମର ବିକାଶକୁ ସକ୍ଷମ କରିଛି, ଯାହା ଆମ ସମ୍ପ୍ରଦାୟ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିଛି। ଉନ୍ନତ ସ୍ୱାସ୍ଥ୍ୟ ସେବା। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମଧ୍ୟ ଆମ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣି ଅତ୍ୟାବଶ୍ୟକ ଚିକିତ୍ସା ସେବାକୁ ଗ୍ରାମ ବାସିନ୍ଦାଙ୍କ ପାଇଁ ଅଧିକ ସୁଗମ କରିପାରିଛି। ଦୂରଦୂରାନ୍ତର ଯାତ୍ରା ଆବଶ୍ୟକତାକୁ ହ୍ରାସ କରି ଟେଲିମେଡିସିନ୍ ପ୍ଲାଟଫର୍ମ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଫେସନାଲମାନଙ୍କ ସହିତ ଦୂରଦୂରାନ୍ତରେ ପରାମର୍ଶ କରିବାକୁ ଅନୁମତି ଦେଇଥାଏ। ଅଧିକନ୍ତୁ ମେଡିକାଲ ଡ୍ରୋନର ବ୍ୟବହାର ଦୁର୍ଗମ ଅଞ୍ଚଳରେ ଜରୁରୀକାଳୀନ ଯୋଗାଣ ଏବଂ ଔଷଧର ଶୀଘ୍ର ବିତରଣକୁ ସକ୍ଷମ କରିଛି, ଗୁରୁତର ଅବସ୍ଥାରେ ଜୀବନ ରକ୍ଷା କରୁଛି। ଏହି ଉଦ୍ଭାବନ ଗୁଡ଼ିକ ଆମ ସମ୍ପ୍ରଦାୟର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ଯଥେଷ୍ଟ ଉନ୍ନତ କରିଛି। ଶିକ୍ଷା ଏବଂ ଦକ୍ଷତାର ବିକାଶ। ଇଣ୍ଟରନେଟ୍ ଏବଂ ଡିଜିଟାଲ ଶିକ୍ଷଣ ଉତ୍ସଗୁଡ଼ିକ ସହିତ ଛାତ୍ରମାନେ ପାରମ୍ପରିକ ଶ୍ରେଣୀଗୃହର ସୀମା ବାହାରେ ଶିକ୍ଷାଗତ ସୁଯୋଗ ପାଇପାରୁଛନ୍ତି। ଅଧିକନ୍ତୁ ଆଧୁନିକ ଜ୍ଞାନ କୌଶଳ ସହିତ ସଜ୍ଜିତ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କୁ ଉଦୀୟମାନ ଶିଳ୍ପ ସହ ଜଡ଼ିତ ମୂଲ୍ୟବାନ କୌଶଳ ସହିତ ସଶକ୍ତ କରେ। ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ। ଆମ ଗ୍ରାମଗୁଡ଼ିକରେ ଡିଜିଟାଲ ଅଭିଲେଖାଗାର ଏବଂ ମଲ୍ଟିମିଡିଆ ପ୍ଲାଟଫର୍ମ ଗୁଡ଼ିକ ସ୍ୱଦେଶୀ ପ୍ରଥା, ଲୋକନୃତ୍ୟ ଏବଂ ହସ୍ତଶିଳ୍ପକୁ ଡକୁମେଣ୍ଟ ତଥା ସୁରକ୍ଷିତ ରଖିବା ପାଇଁ ନିୟୋଜିତ। ପରମ୍ପରାକୁ ନବସୃଜନ ସହିତ ମିଶ୍ରଣ କରି ଆମେ ନିଶ୍ଚିତ କରୁ ଯେ ଭବିଷ୍ୟତ ପିଢ଼ି କେବଳ ବୈଷୟିକ ଜ୍ଞାନକୌଶଳ ପାଇଁ ନୁହେଁ, ବରଂ ଆମ ସାଂସ୍କୃତିକ ମୂଲ୍ୟ ପାଇଁ ମଧ୍ୟ ଗଭୀର ପ୍ରଶଂସା ପାଇବେ। ଉପସଂହାର। ପରିଶେଷରେ ଆମ ଗ୍ରାମଗୁଡ଼ିକରେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଏକକୀକରଣ ପ୍ରଗତି ଏବଂ ସମୃଦ୍ଧିର ଏକ ନୂତନ ଯୁଗକୁ ଆଗେଇ ନେଇଛି। ଅକ୍ଷୟ ଶକ୍ତି ପଦକ୍ଷେପ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପର୍ଯ୍ୟନ୍ତ ଏହି ଉଦ୍ଭାବନ ଗୁଡ଼ିକ ଆମ ସମ୍ପ୍ରଦାୟକୁ ଏକ ପରିବର୍ତ୍ତନଶୀଳ ଦୁନିଆରେ ଉନ୍ନତି କରିବାକୁ ସଶକ୍ତ କରିଛି। ଆମର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେବା ବେଳେ ଆମେ ଟେକ୍ନୋଲୋଜିକୁ ଗ୍ରହଣ କରିବା ଜାରି ରଖିଛୁ। ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ ଏବଂ ସ୍ଥିର ଭବିଷ୍ୟତ ପାଇଁ ଆମେ ମାର୍ଗ ପ୍ରସ୍ତୁତ କରୁଛୁ। କେମିତି ଲାଗିଲା ଭିଡିଓଟି ମତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଭିଡିଓଟିକୁ ଲାଇକ୍ କରିଦବ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ଆମ ସହିତ ଯୋଡ଼ିବା ପାଇଁ ଚାହୁଁଛନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।